ଗାଁ ସମ୍ପାଦକ ଆମର ରାମ ନବମୀର ଏକ ପ୍ରଚାର କରୁଥିଲୁ। ଆମର ଗାଁରେ ଗୋଟେ ପ୍ରବଚନ କାର୍ଯ୍ୟକ୍ରମ ଅଛି, ସେଥି ଉଦ୍ଦେଶ୍ୟରେ ଗାଁରେ ପ୍ରଚାର କରୁଥିଲେ। ଗାଡି ଟିକେ ପୋଲିସ ବାଲା ଜବରଦସ୍ତ ନେଇକି ଯାଉଥିଲେ, ସେଥିପାଇଁ ଆମର ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଛି। କଣ ପାଇଁ ବୁଝା ପଡୁନୁ ଆମେ କଣ 22 ଦିନ ହେଲାଣି ଆମେ ଏଇ ଯୋଉ ନୈନି କୋଇଲା ଖଣିରୁ ବେଆଇନ ଭାବରେ କୋଇଲା ପରିବହନ ପାଇଁ ଆମ ଗାଁ ରାସ୍ତାରେ ଯିବା ପାଇଁ ଚେଷ୍ଟା କରୁଛନ୍ତି। ସେ ଆମେ ଅହରାତ୍ର ଧାରଣା 22 ଦିନ ହେଲାଣି ଦେଇକି 5 ତାରିଖରୁ ସେଥିପାଇଁ ବୋଧେ ଆସିଥିଲେ। ତାଙ୍କର ରାଗ ଅଛି କଣ ଅଛି, ସେ ଆମର ଗ୍ରାମରେ ବୁଲୁଥିବା ଗାଡିଟିକୁ ଅବରୋଧ କରିକିରି ନେଇ ଯାଉଥିଲେ। ସେଥିପାଇଁ ଆମର ଗ୍ରାମବାସୀ ତାକୁ ରଖିକିରି ପୁଣି ଅଟକେଇକିରି ତାକୁ ରିଲିଜ କରିବେ। ଏ ନେଇ ପ୍ରଶାସନ ସହିତ ବୈଠକ ହୋଇଥିଲା, ସମନ୍ୱୟ ବୈଠକର କଣ କିଛି ନିଷ୍ପତ୍ତି ବାହାରିନି? ନାଇଁ, ସେଦିନ ଜିଲ୍ଲାପାଳଙ୍କ ଅଫିସରେ ବୈଠକ ହେଲା, କିଛି ନିଷ୍କର୍ଷରେ ପହଞ୍ଚିଲାନି। ଜିଲ୍ଲାପାଳ ମହୋଦୟ ସେ ନିଜେ ଉଠିକିରି ପଳେଇଲେ, ସେ କିଛି ବି ସେଦିନ ନିଷ୍କର୍ଷ ପହଞ୍ଚି ପାରେନି। ଗ୍ରାମବାସୀ ଗୁଣ୍ଡାରାଜ କରିବା ପାଇଁ ପ୍ରଶାସନ ଚାହୁଁଛି କି? ବୋଧହୁଏ ସେଇଭଳିଆ ଗୁଣ୍ଡାରାଜ କରିକିରି ଆମ ରାସ୍ତାରେ ନବା ପାଇଁ ସେ ଚେଷ୍ଟା କରୁଛନ୍ତି। ଯେହେତୁ ତାଙ୍କ ପାଖରେ କୌଣସି କାଗଜ ପତ୍ର ନାହିଁ ପସଳା ରାସ୍ତାରେ ଯିବା ପାଇଁ। କୁମାର ବେହେରା ଘର ଚନ୍ଦନନଗର ପ୍ରଚାର ଗାଡି କରୁଥିଲି, ଆସିକିନା ଟାଙ୍କିରେ ତେଲ ପକଉଥିଲି। ତାପରେ ସେ କହିଲେ ଗାଡି ସାଉଣ୍ଡ ବନ୍ଦ କର, ଘରକୁ ନେଇଯା। ଠିକ ଅଛି, ଘରକୁ ନେଇଯାଉଛି। ତେଲ ପକେଇଲା ସାପରେ କାହାର ଫୋନ ଆସିଲା ମୁଁ ଜାଣିନି। ଫୋନ ଆଇଲା ପରେ କହିଲେ ଚାଲ ଥାନାକୁ ନେଇ। ମୁଁ କହିଲି ବାପୁ ନାହିଁ ଆସିଲା ପରେ ମୁଁ ଥାନାକୁ ନେବି। ସେତିକି କହିଲା ପରେ ମୁଁ ଗାଡି କଲେ ସାଇଡ କର ଠିଆ କଲି। ତାପରେ ସାଙ୍ଗେ ଏପଟେ ଆସୁଛି। ଏପଟେ ଯିବା ଭିତରେ ହେଇଠୁ ଗୋଟେ ପାଉଣ୍ଡ ଗାଡିରୁ ଜିନି ଯାଇଛି, ତଡିକିନା ଧରିକିନା ପିଟି ପାରିଲେ ଆଉ। କେତେ ଜଣ ପୁଲିସ ପିଲା ଆଉ କିଭଳି ପିଟିଲେ, କାହିଁରେ ପିଟିଲେ? 4 ଜଣ ପିଲା ଖାଲି ଖୁବା ମାରି ପକେଇଥିଲେ ହାତରେ, ମୁଦି ପିନ୍ଧିଥିଲା। ପୁଲିସ ମାନଙ୍କର ନାଁ କିଛି ଜାଣିଛନ୍ତି କି? ଆଜ୍ଞା, ପୁଲିସର ନାଁ କିଛି ଜାଣିଛନ୍ତି କି? ନା ଆଜ୍ଞା, କୋଉ ଉଦ୍ଦେଶ୍ୟ ନେଇ ପିଟିଛନ୍ତି କି କିଛି ସୂଚନା ଅଛି ଆପଣଙ୍କ ପାଖରେ? ଚାର କରୁଥିଲେ।